ମୁଁ ନିବେଦନ ସାହୁ ଷ୍ଟେଟ୍ ୟୁଥ୍ ପ୍ରେସିଡେଣ୍ଟ ଶିବସେନା। ହେଇଥିଲା ସବୁ ଜିଲ୍ଲାର ସଭାପତି ମାନଙ୍କୁ ଡକାଇକି ଆମର ଆଗକୁ କେମିତି ଶିବସେନା ହିନ୍ଦୁତ୍ୱକୁ ବଞ୍ଚେଇବ ଆଗକୁ ବଢ଼େଇବ ସେଥିପାଇଁ ଆମର କାର୍ଯ୍ୟକ୍ରମ ହେଇଥିଲା। ଆମର ସବୁ ଜିଲ୍ଲାର ସଭାପତି ମାନେ ଆସିଥିଲେ, ଆମର ରୁଦ୍ରାଇ ଆସିଥିଲେ, ଆମର ଭାଇ ଆସିଥିଲେ। ତ ଆମର ଯିଏ ଭୁବନେଶ୍ୱର ସଭାପତି ଅଛନ୍ତି ସେ ଭାଇ ଆମର ଆଜି ବୈଠକ କରିଥିଲେ। ତ ସେଥିପାଇଁ ଆମେ ହିନ୍ଦୁତ୍ୱକୁ ନେଇକି ଆଗକୁ କେମିତି ବଢ଼ିବ ସେ ବିଷୟରେ କାର୍ଯ୍ୟକ୍ରମ। ସଂଗଠନ ସ୍ତରରେ କ'ଣ ଆଲୋଚନା ହେଲା? ସଂଗଠନ ତଳରେ ରୁରାଲ ଏରିଆରେ ଯେଉଁମାନେ ଖ୍ରୀଷ୍ଟିଆନ ଧର୍ମକୁ ଯାଉଛନ୍ତି ସେଥିପାଇଁକା ଆମେ ଆଗେ ପ୍ରତିବାଦ ଆରମ୍ଭ କରିବୁ ବୋଲି ଲାଗିଛୁ, ଯେମିତି ହିନ୍ଦୁତ୍ୱ ଆମର ବଞ୍ଚିବ। କାହିଁକିନା ଆଜିକା ଡେଟ୍ରେ ହିନ୍ଦୁତ୍ୱ ପାଇଁକା ଆମେ ଲଢ଼େଇ କରିବୁ। ସାରା ଓଡ଼ିଶାର ସମସ୍ତ ଜିଲ୍ଲାରୁ ଆମର ସଭାପତିମାନେ ଆସିଥିଲେ ଏବଂ ଗୋଟେ ନିଷ୍ପତ୍ତି ନିଆଗଲା କି ଓଡ଼ିଶାରେ ଶିବସେନା ଦଳ ନିଶ୍ଚିନ୍ତ ଆଗକୁ କାମ କରିବ ଏବଂ ଗରିବଙ୍କ ଦୁଃଖ ବୁଝିବ। ନାଇଁ ଆମର ଏକନାଥ ସିଂଙ୍କର ଇଏରେ ଆଇଡେଣ୍ଟିଟିରେ ଯେଉଁ ଗଢ଼ା ହେଇଛି ଦଳ, ସେ ଦଳ ଆଜିଠାରୁ କାମ ଷ୍ଟାର୍ଟ କଲା ଏବଂ ଆଗାମୀ ଦିନରେ ଓଡ଼ିଶାରେ ବହୁତ ଭଲ କାମ କରିବ। ଆମେ ତ ବର୍ତ୍ତମାନ ପଞ୍ଚାୟତ ସ୍ତରକୁ ଯାଇନୁ କି ରାଜ୍ୟ ସ୍ତରକୁ ଯାଇନୁ, ଆମେ ବର୍ତ୍ତମାନ ସଂଗଠନ ଆରମ୍ଭ କଲୁ। ଆଗାମୀ ଦିନରେ ସଂଗଠନକୁ ସୁଦୃଢ଼ କରିବୁ ଓ ଓଡ଼ିଶା ନିଶ୍ଚୟ ଆଗକୁ ନେବୁ ବୋଲି ଆଶା ରଖିଛୁ। ନିଶ୍ଚିନ୍ତ କେବଳ ଚାଷୀ ସମସ୍ୟା, ପ୍ରତ୍ୟେକ ଲୋକର ସମସ୍ୟାକୁ ନେଇକି ଆମେ ଆଗକୁ ଧୋଇବୁ। ନିଶ୍ଚୟ ଶିବସେନା ଦଳର ଏ କଥା ନିହାତି ଆଗକୁ ଯିବ, ଏହା ହିଁ ଆମର ଲକ୍ଷ୍ୟ ଅଛି। ଆଜି ଆମର ଆଲୋଚନାରେ ସମସ୍ତ ଜିଲ୍ଲାର ସଭାପତିମାନଙ୍କୁ ଡକା ହେଇଥିଲା ଏବଂ ସମସ୍ତ ଜିଲ୍ଲାର ସଭାପତିମାନେ ଏଠାରେ ଉପସ୍ଥିତ ଥିଲେ। ସମସ୍ତଙ୍କ ଦାୟିତ୍ୱ ଦିଆହେଲା। ପ୍ରତି ଗାଁରୁ ସହର ପର୍ଯ୍ୟନ୍ତ ଯାହାର ଯାହା ଅସୁବିଧା ସୁବିଧା ଭଲ ମନ୍ଦ ନିଶ୍ଚୟ ଶିବସେନା ତାଙ୍କ ପାଖରେ ଛିଡ଼ା ହେବ, ଏହା ସମସ୍ତଙ୍କୁ ଭରସା ଦିଆଗଲା ଏବଂ ଗ୍ରାଉଣ୍ଡ ଜିରୋରୁ କାମ କରିବା ପାଇଁ ସମସ୍ତଙ୍କୁ ସନ୍ଦେଶ ଦିଆଗଲା। ନମସ୍କାର, ମୁଁ ସଞ୍ଜୀବ ବେହେରା, ଆମ ଶିବସେନାର ମୟୂରଭଞ୍ଜ ଜିଲ୍ଲା ସଭାପତି। ତ ଆଜି ଆମେ ଭୁବନେଶ୍ୱର ଏକତ୍ରିତ ହୋଇ ଗୋଟେ ବନ୍ଧୁ ସମ୍ମିଳନୀ କରିଛୁ। ଆଗାମୀ ଦିନରେ ଆମେ ଓଡ଼ିଶାରେ এই ଶିବସେନା ପାର୍ଟିକୁ କେମିତି ଅଗ୍ରସର କରିବୁ ଏବଂ ସମାଜ ପାଇଁ କେମିତି କାମ କରିବୁ ସେଥିପ୍ରତି ଆଜିର ଏହି ମିଟିଂର ଗୁରୁତ୍ୱ ଦିଆଯାଇଥିଲା। ତେବେ ଆମର ଏଜେଣ୍ଡା ହେଉଛି କେମିତି ଲୋକଙ୍କ ସହିତ ଯେଉଁମାନେ ପ୍ରତାରଣା ପାଉଛନ୍ତି, ଲୋକ ସମାଜରେ ବହୁତ ହନ୍ତସନ୍ତ ହେଉଛନ୍ତି, ସେମାନଙ୍କୁ ଆମେ ସହଯୋଗ ସୁଯୋଗ ଦେବୁ ଏବଂ ଆମର ଯେଉଁ ହିନ୍ଦୁ ଧର୍ମ ଯେଉଁ ଭାଇମାନେ ଆଜି କନଭର୍ଟ ହେଉଛନ୍ତି, ପରିବର୍ତ୍ତିତ ହେଉଛନ୍ତି, ଅନ୍ୟ ଧର୍ମକୁ ଯାଉଛନ୍ତି, ଗୋ ସୁରକ୍ଷା, ଏମିତି 2-3ଟା ଏଜେଣ୍ଡା ଅଛି ଯାହାକୁ ନେଇକି ଆଜି ଆଗାମୀ ଦିନରେ ଶିବସେନା ଓଡ଼ିଶାରେ ବିପୁଳ ସଂଖ୍ୟାରେ ପ୍ରତିବାଦ କରି କେମିତି ହିନ୍ଦୁ ସମାଜକୁ ଏକତ୍ରିତ କରି ଆଗକୁ ଯିବ ସେଥିପାଇଁ ଆମେ ଧ୍ୟାନ ଦେବୁ। ତେବେ ଆଜି ତ ଏହି ବନ୍ଧୁ ମିଳନ, ଆଗକୁ ଅନେକ ପ୍ରୋଗ୍ରାମ ଅଛି। ତେବେ ସମସ୍ତ ଓଡ଼ିଶାବାସୀଙ୍କୁ ଅନୁରୋଧ ସମସ୍ତେ ତ ଏକତ୍ରିତ ହୋଇ ଆମମାନଙ୍କୁ ସହଯୋଗ କରନ୍ତୁ। ଧନ୍ୟବାଦ।